ଗୋଟି ଚୟନ କରିବା ଫୁଲ ତୋଳିବାରେ ବେଳେ ମନ୍ତ୍ର ଉଚ୍ଚାରିବ ରାତି 2ଟାରୁ ବସୁ 2ଟା ବେଳେ ମା ମାନେ କେବେ ଫୁଲ ତୋଳିବ କହିନା ମୁଁ କାର୍ତ୍ତିକ କରୁଛି ସୋମନାଥ ଗଣ୍ଠି ମହାଦେବଙ୍କ ପାଖରେ ଠାକୁରାଣୀଙ୍କ ପାଖରେ ପହଁରଉଛି ଝାଡୁରେ ବେଢାଉଳିଆ ହଉନି ଯୋଡିଏ 2ଟି ଉପଚାର ଦ୍ରବ୍ୟ ଜଣେ 3 ଦିନ ଠାରୁ ଦରକାର ରହିଲେ ବି ଚଳିବ ଆଉ ଗୋଟିଏ 7 ଦିନ ପର୍ଯ୍ୟନ୍ତ ଚଳିବ ଜଣେ ହଉଛନ୍ତି ତୁଳସୀ ଆଉ ଜଣେ ହଉଛନ୍ତି ବେଲପତ୍ର ଏ 2ଟି ଜଣେ 3 ଦିନଠୁ ତୋଳିକି ରଖିଲେ ପୂଜ୍ୟ ଆଉ ତୁଳସୀ ମଧ୍ୟ 7 ଦିନ ପର୍ଯ୍ୟନ୍ତ ରଖିଲେ ପୂଜ୍ୟ ମୁଁ କାହିଁକି କହିଲି ଆଉ ସବୁ ବ୍ରାହ୍ମ ମୁହୂର୍ତ୍ତରେ ଚୟନ କରିବ କେବେ ରାତି 2ଟା 3ଟାରୁ ଉଠି ଫୁଲ ତୋଳି ଦବ ଅନ୍ୟମାନେ କାହିଁ ତୋଳିବେ ତୋଳିବେ ତ ସମସ୍ତେ ଏକା ବେଳେ ଉଠିବେ ବ୍ରାହ୍ମ ମୁହୂର୍ତ୍ତ ଟା କେତେବେଳେ ସେଇଟା ପଚାରୁନ ଯୋଉ ମୁହୂର୍ତ୍ତରେ ମୁନି ଋଷି ମାନେ ସ୍ନାନ କରନ୍ତି ହୋମ କରନ୍ତି ଯେଉଁ ମୁହୂର୍ତ୍ତରେ ପିଲାମାନଙ୍କୁ ଉଠେଇ ପାଠ ପଢାନ୍ତି ସକାଳୁ ଏବେ ଆଉ ପଢଉନାହାନ୍ତି ଏବେ ତ ପିଲା ଉଠିଲେଣି ମା ତ ଉଠୁଛି 7ଟାକୁ ଆଉ ପୁଅ ଉଠିବ ଝିଅ ଉଠିବ 9ଟାକୁ ତାପରେ ତ ଯିବ ଟ୍ୟୁସନକୁ ପାଠ 1000 ପାଠ ପଢିଲେ ସେତେବେଳେ ମୋ ବାପା ମାନେ ଆମ ମାନଙ୍କୁ ବା ଆପଣ ମାନେ ସେତେବେଳେ କଣ କରନ୍ତି 5ଟାରୁ ଉଠି ପାଠ ନାଇଁ ଆଜ୍ଞା କାହିଁକି 5ଟାରୁ ଉଠାନ୍ତି କାହିଁକି ବ୍ରାହ୍ମ ମୁହୂର୍ତ୍ତରୁ ଉଠାନ୍ତି ନା ସେତେବେଳେ ସରସ୍ୱତୀ ବିଚରଣ କରନ୍ତି ସେଇ ମୁହୂର୍ତ୍ତରେ ସରସ୍ୱତୀ ବିଚରଣ କରନ୍ତି ଜ୍ଞାନ ରହେ ଏକାଗ୍ରତା ରହେ ସେଇଥିପାଇଁ ବ୍ରାହ୍ମ ମୁହୂର୍ତ୍ତରେ ଉଠିଗଲ ମା ଯୋଉ ମା ମାନେ ବାପା ମାନେ ବ୍ରାହ୍ମ ମୁହୂର୍ତ୍ତରେ ଉଠନ୍ତି ଶଯ୍ୟା ତ୍ୟାଗ କରନ୍ତି କେବେ ତାଙ୍କ ଜୀବନରେ ରୋଗ ନଥାଏ କେବେ ରୋଗ ତାହେଲେ ସେ ବ୍ରାହ୍ମ ମୁହୂର୍ତ୍ତଟା କେତେବେଳେ ଭୃଗୁ ସହିତା ଶୁକ୍ର ସହିତା ଗୋଟିଏ କଲେ ଦୌତନ୍ଦ ରାତ୍ର ଶେଷସ୍ତୁ ବ୍ରହ୍ମ ସମୟ ଉଚ୍ୟତେ ରାତି ପାଇବାର 2 ଦଣ୍ଡ ବାକି ଦଣ୍ଡକ 24 ମିନିଟ ଅଢେଇ ଦଣ୍ଡକ ଦଣ୍ଡକ 24 ମିନିଟ 2 ଦଣ୍ଡକ 48 ମିନିଟ ରାତି ପାଇବାର 48 ମିନିଟ ଥିବ ସେଇ ମୁହୂର୍ତ୍ତରେ ଉଠିବେ ସ୍ନାନ କରିବେ ଦେଖିବେ ନିଶ୍ଚିତ ଭାବରେ ଆପଣଙ୍କର ଏକାଗ୍ରତା ହବ ଶରୀର ସୁସ୍ଥ ରହିବ ବୈଜ୍ଞାନିକ ମତ ବେଦ ମତ ପୁରାଣ ମତ ଦର୍ଶନ ତତ୍ତ୍ୱ ପରୀକ୍ଷା ଆଉ ଯେତିକି ଶୟନ କରିବା ଯୋଉ ନାରୀ ମାନେ ମୋ ମା ମାନେ ସୂର୍ଯ୍ୟ ଉଦୟ ପରେ ଶୟନ ତ୍ୟାଗ କରନ୍ତି ଶଯ୍ୟା ତ୍ୟାଗ କରନ୍ତି 7 ଜନ୍ମ ପର୍ଯ୍ୟନ୍ତ ପାତକୀ ସେଇଥିପାଇଁ ତ ଡାଇବେଟିସ ବ୍ଲଡ ପ୍ରେସର ତ ଭାରିଯାକୁ ସ୍ତ୍ରୀ କି କହିବୁ ସାର ପାଲାରେ କହିଛନ୍ତି ବ୍ରାହ୍ମ ମୁହୂର୍ତ୍ତ ସୂର୍ଯ୍ୟ ଉଦୟ ପୂର୍ବରୁ ନା ଏମିତି ଉଠିବେ କେମିତି ମା ମାନେ ବାପା ମାନେ ଶୋଇଲା ବେଳେ ନାଇଁ ଆଜ୍ଞା ଆମେ ବି ଶୋଇଛୁ ଶୋଇଲା ବେଳେ କେମିତି ରାତିରେ ଉଠିବା ନା ମାତୃହରଣ ଦୋଷ ଲାଗିବ ଯଦି ଶଯ୍ୟାରେ ଶୋଇଛେ ତାପରେ ପାଦ ଦେଇ ଚାଲିଗଲେ ମୁଖ ପ୍ରକ୍ଷାଳନ ମୁହଁ ଧୋଇଲେ ସକାଳୁ ଧୋଇବା ମାନେ ହିଁ ମାତୃହରଣ ଦୋଷ ଗାଲୁଆ ଲୋକଟା ଚପଲ ପିନ୍ଧିକି ନୁହଁ ସେଇ ଶଯ୍ୟାରେ ବସିବେ ପଇସା ପଡିବନି ଆଜ୍ଞା କଷ୍ଟ ନାହିଁ ଏତିକି ଟିକେ କରନ୍ତୁ ପାଲାରୁ ଶିଖିବା ନା ଦିନାଥ ମେଳରୁ ଶିଖିବା ସଂକୀର୍ତ୍ତନରୁ ଶିଖିବା ନା ଆଇ ଅପେରାରୁ ଯାଇକି ଅପେରା ମୋବାଇଲ ଧରିଲେ କଣ ହବ କହୁନାହାନ୍ତି ତେଣୁ ଦେଖନ୍ତୁ ହାତ ଦିଟାକୁ ଦେଖିବେ ପଇସା ପଡିବ ନା ପରିଶ୍ରମ ଅଛି ସେଇ ଶଯ୍ୟା ଉପରେ ଯେମିତି ନିଦ୍ରା ଭାଙ୍ଗିବେ ହାତ ଦିଟା କାହିଁକି ହାତ ଦେଖିବେ କରାଗ୍ରେ ବସତେ ଲକ୍ଷ୍ମୀ କର ମଧ୍ୟ ସରସ୍ୱତୀ କର ମୂଳେ ତୁ ଗୋବିନ୍ଦମ ପ୍ରଭାତ କର ଦର୍ଶନ
ବାପା ମା ହାତ ଯୋଡ଼ିଦେବେ, ଏତିକି ଟିକେ ଦେଖିଦେବେ, ଦେଖିକି ହାତ ଯୋଡ଼ିଦେବେ, କପାଳରେ ହାତ, ତାପରେ ହାତ ଯୋଡ଼ିବେ କାହିଁକି? ସ୍ମରଣ କରିବେ ସେକେଣ୍ଡରେ ବେଶୀ, ଏତିକି ଟିକେ କାହାକୁ? ଇଷ୍ଟ ଦେବତା। ଇଷ୍ଟ ଦେବତାଙ୍କୁ ଟିକେ ମୁଣ୍ଡିଆଟିଏ ମାରି ପ୍ରଣାମ ଟିକେ କରିଦେଇ ଆପଣ ଶଯ୍ୟା ତ୍ୟାଗ କରିଦେଇ ଚାଲିବେ, ଦେଖିବେ କିଛି ବିପଦ ପଡ଼ିବନି। ସେ ଇଷ୍ଟ ଦେବତା କିଏ? ମାଟି ଦବ, ହଁ ଦେଇଛି ତ। ଆଉ କୋଉ ଇଶାଣ? ହଁ ଇଷ୍ଟ ଦେବତା ପ୍ରଣାମ କରିକି ଚାଲିବ ଆଉ କଣ? ଆରେ ସେ କିଏ ରେ? ଜାଣିକି ଇଷ୍ଟ ଦେବତା। ଇଷ୍ଟ ଦେବତା କିଏ? କଲେ ପିତା ମାତା ଏ ଜଗତେ ଚଳନ୍ତି ଦେବା, ଚଳନ୍ତି ଦେବତା। ପିତା ମାତା ଏ ଜଗତେ ଚଳନ୍ତି ଦେବତା, ଚଳନ୍ତି ଦେବତା। ଏ ଡକଟା ନା ଠୁଳେ କରତା, ଅଟକି କରତା। 33 କୋଟି ଦେବତାଙ୍କୁ ଗୋଟିଏ ପଟେ ରଖିବେ, ବାପା ମାଙ୍କୁ ଗୋଟିଏ ପଟେ ରଖିବେ, ସେ ଇଷ୍ଟ ଦେବତା। ଆଉ ଇଷ୍ଟ ଦେବତା କେହି ନାହିଁ ନା। ବାପା ମା ଆଉ ସେଇ ତ ଜନ୍ମ ଦେଇଛନ୍ତି। ଆଉ କିଏ ଜନ୍ମ ଦେଇଛି? କିଏ ଜନ୍ମ ଦେଇଛି ରେ? ଏ ମୋ ବୋଉ ମା। ଏ ସବୁ ଯାକ ୟାର ଭୁଲ। କଣ ମୋର ଭୁଲ? ଆଜ୍ଞା ବୋଉ ଜନ୍ମ ଦେଇନି? ସମସ୍ତଙ୍କୁ କଦର୍ଯ୍ୟ କଥା କହୁଛି। ଆଉ କଣ ଆଉ ଜାଣିନାହାନ୍ତି କି ସେଇ କଥା? ପଚାରୁ ଆଜ୍ଞା। ଆଜ୍ଞା ମା ଜନ୍ମ ଦେଇନି? ସମସ୍ତଙ୍କୁ କଣ ତ ପଚାରୁଛ କି କାଇଁ ପଚାରିବ ଆମେ? ଆଜ୍ଞା ସତରେ ତ ସମସ୍ତେ କହୁଛନ୍ତି ମା ଜନ୍ମ, ମା ମା ବୋଉ ଜନ୍ମ ଦେଇଛି ନା। ମୋ ମା ମାନେ ଜନ୍ମ ଦେଇଛ ନା? ଖରାପ ଭାବନି, ବସ ଶୁଣ କେତେ ସୁନ୍ଦର କଥା। ଭୁଲ, ଭୁଲ ମା କେବେ ଜନ୍ମ ଦେଇନି। ଆଉ କଣ ଏଇ ସାରଙ୍କ ମୁଣ୍ଡ ଖରାପ ହେଇଗଲାଣି। ମା ପ୍ରସବ କରିଛି। ପ୍ରସବ ଅଲଗା ଜନ୍ମ ଅଲଗା। ମୁଁ ତ ଜାଣିନି। ପ୍ରସବ ଅଲଗା ଜନ୍ମ ଅଲଗା। ପ୍ରସବ ଜନ୍ମ ଦେଖୁନୁ କାର୍ଡରେ ପୋଲିଓ କାର୍ଡ ମା ପ୍ରସବର ପ୍ରସବ ତାରିଖ, ପ୍ରସବ କରିଛି। ଜନ୍ମ କିଏ କରିଛି? ଆମେ ଜନ୍ମ କୋଉ ଦିନ ହେଲେ? 10 ମାସ 10 ଦିନ ଜନ୍ମ ହେଲେ ନା, ତା ପୂର୍ବରୁ ଜନ୍ମ ହେଇଛି। ତା ପୂର୍ବରୁ ତା ପୂର୍ବରୁ ଜନ୍ମ ହେଇନି ନାଇଁ ମା ଗର୍ଭରେ। ଆରେ ସେ ଯା ଭୂମିଷ୍ଠ ହେଲେ, ଭୂମିକୁ ଆସିଲେ, ତା ପୂର୍ବରୁ ମା ଗର୍ଭରେ ତୁ ଥିଲୁ ନା ନାଇଁ? ତତେ ଜନ୍ମ କଲା କିଏ? କଲେ ପ୍ରଥମ ମାସେ ତୁଝେ ହେଲୁଧା ବାଳା ମନ, ଦ୍ୱିତୀୟ ମାସେ ତୁଝେ ଗଲାରେ ତନେ ଦିନ, ଆହା ତୃତୀୟ ମାସେ ତୁଝେ ସୁନେରେ নীল ডাল, ଆଉ ଚତୁର୍ଥେ ଅସ୍ତି କଞ୍ଜା ତୋରି ବଡ଼ ଭୟତେ ଜୀବନ ଦେଲା କିଏ? ମା ଗର୍ଭକୁ ଦେଇଛି କିଏ? ବାପା ଜନ୍ମ କରୁଛି ନା, ଦେଇଛି ବାପା ଜନ୍ମ ଦେଇଛି। ମା ଜନ୍ମ କରୁଛି, ଜନ୍ମ ଦେଇଛି ବାପା, ମା କରୁଛି। ଆଉ ଭୁଲି ଯାଉଛ ବାପା ମାଙ୍କୁ। ଆଉ ଇଷ୍ଟ ଦେବତା ବାପା ମାଙ୍କୁ ସେଇଦିନ ଟିକେ ସ୍ମରଣ କରିବେ। ଜୀବିତରେ ଥାନ୍ତୁ ବା ମୃତରେ କରନ୍ତୁ, ପରୀକ୍ଷା କରନ୍ତୁ, ତା ପରଦିନ ମତେ ଫୋନ କରିବେ, ଭାଇନା ବାପା ମାଙ୍କୁ ପ୍ରଣାମ କରି ଆମେ ସବୁଦିନ ଉଠୁଛୁ, ଆମେ ଏଇ ଅସୁବିଧାରେ ଭୋଗ କରୁଛୁ। କିଏ ଜଣେ ଯଦି କହିଦେବେ, ମୁଁ ଦେଖିବି ଆଜ୍ଞା ସେଇଦିନ ପଚାରିବି, କିନ୍ତୁ ଆମେ ସେତକ କରୁ। ମୁଁ ଠିକ ଜାଗାରେ ରଖିଛି ବାପା ମାଙ୍କୁ ଦର୍ଶନ କରିବା ପାଇଁ। ବାପାକୁ ରଖିଛି ଦାଣ୍ଡ ପଟେ ସିঁଢି ତଳେ, ଗଲାବେଳକୁ ବାପାକୁ ଅନେଇଛି। ମାକୁ ରଖିଛି ବାରି ପଟେ, ଗଲାବେଳକୁ ବାରି ପଟକୁ ମାଙ୍କୁ ଦର୍ଶନ। ବାପାକୁ ସିଢି ତଳେ କାହିଁକି ରଖିବ? ବାପା ଖାଲି ବାରମ୍ବାର ଝାଡା ହଉଛନ୍ତି, ପରିସ୍କାର ଆଉ ଘର ଭିତରେ ଗୋଟେ ନାଳ କରିଦେଇଛୁ, ବାପା ଯୋଉ ସିଢି ତଳେ ଶୋଇଛି ପଳଉଛି। ପୁଅକୁ ବାରି ପଟେ ରଖିଛୁ, ସେ ତ ପରିସ୍ରା କରୁଛୁ ପଳଉଛି ଆଉ। ଆଚ୍ଛା ର ତୋ ସ୍ତ୍ରୀ ଅଛି, ତୁ ଅଛୁ, କୋଉଠି ଶୋଉଛୁ? ଭିତର ଘରେ।
ଅତି ପରିଚୟ 15,000 ଟଙ୍କା ସବୁ ସେଟା କିଣି ଆଣିଛି 15,000 କିଏ ଶୋଉଛି? ମୁଁ ଶୋଉଛି ମୋ ସ୍ତ୍ରୀ ଆରାମରେ ପାଲାର ଘର ପରେ ଶୋଇଛୁ ବାପା ସେପଟେ ବାପା ଝାଡା ଫେରୁଛି ଗନ୍ଧଉଛି ବୋଉ ଝାଡା ଫେରୁଛି ଗନ୍ଧଉଛି ଚନ୍ଦନ 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 ଆଉ କାଇଁ ଚନ୍ଦନ କିଣି ଆମେ କେତେ ବୁଲିଆ ଗଲା ଗନ୍ଧେ ବାସନା ହଉଛି ଜାଣିନୁ ବେଣୁ କେଡେ ସୁନ୍ଦର କଥା ଯୋଉଦିନ ଜନ୍ମ ହେବି ଭୂମିଷ୍ଠ ସେଇ ଦିନଠୁ ବର୍ଷେ 2 ବର୍ଷ 5 ବର୍ଷ ପର୍ଯ୍ୟନ୍ତ ମନେ ପକାରେ ମା କୋଳରେ ରହିକି କେତେ ଥର ଝାଡା ଫେରିଛୁ ମାକୁ ଦୁର୍ଗନ୍ଧ ହେଇଛି ବାପା କୋଳରେ ବସିକି କେତେ ଥର ମଳ ତ୍ୟାଗ କରିଛୁ ବାପାକୁ ଦୁର୍ଗନ୍ଧ ହେଇଛି ମା କୋଳରେ ରହିକି କେତେ ଥର ପରିଶ୍ରା କରିଛୁ ମାର ବସ୍ତ୍ରଟାକୁ ଓଦା କରିଦେଇଛୁ ମାର ଶାଢୀଟାକୁ ଓଦା କରିଦେଇଛୁ ମା ଫୋପାଡି ଦେଇଛି ତତେ ସିଢି ତଳେ ଶୁଆଇ ଦେଇଛି ତତେ ପଛେ ସେ ଶଯ୍ୟାରେ ଶୁଆଇ ମା ସେଟା ଶୋଇବ ତଳେ ତୁ ଚଣ୍ଡାଳ ମାଟାକୁ ସିଢି ତଳେ ଶୁଆଇ ଦେଲୁ ବାପା ନ ଖାଇକି ତତେ ବଢେଇଲା ତୁ ବାପାକୁ ଶୁଆଇ ଦେଲୁ ସିଢି ତଳେ ଏଡେ ନିର୍ଲଜ ଏ ସଂସାର ଏଡେ ଠିକ ବାପାକୁ ଶୁଆଇଥାନ୍ତୁ ଦୁଃଖ କରି ତୁ ନିଜେ ସିଢି ତଳେ ଦାଣ୍ଡ ଦ୍ୱାରେ ଶୋଇଥାନ୍ତୁ ଜାଣିଥାନ୍ତୁ ଉଚିତ ପୁତ୍ର ମତେ ଘରେ ରଖିନଥାନ୍ତା ସବୁ ଯାକ ନଷ୍ଟ କରିଥାନ୍ତେ ବାପା ଆରେ ବେଣୁ କଲେ କହ ଦୁନିଆରେ କିଏ ମା ଆଉ ମା ସହେ କେତେ ହରିଆ ମାର ସେନେ ମାର କଳ ଏଇ ସିନା ମାର କଥା ଏଇ ସିନା ମାର ଚଳଣି ଆଉ ସଂସାରେ କଣ ଅଛି ଆଜ୍ଞା ବାପା ମାଙ୍କୁ ଏଇଭଳି ପ୍ରଣାମ କରିଦେଇଛି ଆଉ ମା ଚାଲିକି ଯାଉଛ ଅନ୍ଧାର ଏଇଠି ଆଜ୍ଞା ଯାଉଛ ଅନ୍ଧାର ଗଲାବେଳେ ଗୋଟେ କଣ୍ଟାଟେ ବୁଡିଯିବ କଣ୍ଟାଟେ ବୁଡିଗଲା ହଠାତ ପାଟିକି କଣ ଆସିବ କଣ୍ଟାଟେ ବୁଡିଗଲେ ଫେଣି ମୋ ମାଇ ଆଉ କଣ ଦେଖିବ ଆଏ କଣ୍ଟା ତ ବୁଡିଗଲା ମା ତ ନାହିଁ ମାଇ ପଡାକିଲା ଆସି କଣ୍ଟା କାଢିବ ନା ନାହିଁ ଗୋଡକୁ ଧରିକି ଠିଆ ହେଇଥା ବୋଉ ନଥିଲେ ମଧ୍ୟ ମୋ ବୋଉ ହଠାତ ନଥିଲେ ମୋ ମା କାହିଁକି ମୋ ବାପା ମୁଁ ଆଜି କାହିଁକି କହିଲି ଆପଣ କହିବାର ତାତ୍ପର୍ଯ୍ୟ କଣ ଉଠିବେ ସେ ପ୍ରଭାତ ଉଠିବେ ଉଠି ପ୍ରଣାମ କରିବେ ଏଇ ଦେବତା ଆଜି କାହିଁକି କହୁଛେ ବୃନ୍ଦାବତୀଙ୍କ କଥା ସକାଳୁ ଉଠିମା ପୂଜା କରିବ ବୃନ୍ଦାବତୀ ବୃନ୍ଦାବତୀ କେବେ ବିଧବା ନୁହେଁ କାହିଁକି ସେ ବିଧବା ହବ ଜଳନ୍ଧର ମରିଛି ମରୁ କିଏ ମାଇଲା ନା ସମ୍ପୂର୍ଣ୍ଣ ଶିବ ମାନ ନାହାନ୍ତି ଆପଣ କହିବେ ଶିବ ମାରି ଦେଇଛନ୍ତି ଜଳନ୍ଧର ଏଇ କାର୍ତ୍ତିକ ମାସର ପୁରାଣ କଥା ଆପଣଙ୍କର ପଦ୍ମ ପୁରାଣ ଆପଣଙ୍କର ଭାଗବତ ଆପଣଙ୍କର ଶିବ ଶୈବ ପୁରାଣ ଆପଣ ମାନେ ଜାଣିଛନ୍ତି ଜଳନ୍ଧରକୁ ଶିବ ମାରି ନାହାନ୍ତି ଆମେ ବୁଝିବା ମାରିଛି କିଏ ତା ସ୍ତ୍ରୀ ତତେ କିଏ ମାରିବ ତୋ ସ୍ତ୍ରୀ ସ୍ତ୍ରୀ ବଞ୍ଚାଏ ସ୍ତ୍ରୀ ମାରେ ସ୍ତ୍ରୀ ମାରିବ ସ୍ତ୍ରୀ ବଞ୍ଚେଇବ ଆପଣ ଜଳନ୍ଧରକୁ କିଏ ମାରିଛି ବୋଲି ଆପଣ ଯଦି କହିବେ ପୁରାଣ ମୋ ମା ମାନେ ପଢନ୍ତି ଆପଣ ମାନେ ଜାଣନ୍ତି ପଦ୍ମ ପୁରାଣ କଥା କିଏ ମାରିଛି ନାରାୟଣ ମାରି ନାହାନ୍ତି ଶିବ ନା କିନ୍ତୁ ସ୍ତ୍ରୀ ମାରିଛି ଆଉ ଜଗତରେ ସ୍ତ୍ରୀ ହିଁ ମାରେ ଆଉ ସ୍ତ୍ରୀ ମଧ୍ୟ ବଞ୍ଚାଏ ଜୀବନ ରଖେ ଆପଣ ଆସନ୍ତୁ ସେଇ ପଦ୍ମ ପୁରାଣକୁ ଆସନ୍ତୁ ଯୋଉଦିନ କଲେ ଯୋଉଦିନ ହେଲା ସମୁଦ୍ର ମନ୍ଥନ ଆପଣଙ୍କୁ ସଂକ୍ଷିପ୍ତ ପୁରାଣଟି ଏଇଠାରୁ ଆରମ୍ଭ କରୁଛି ଆପଣ ମାନେ ଜାଣିବେ ମୋ ମା ମାନେ ବାପା ମାନଙ୍କ ପାଇଁ କେଡେ ଉପଯୋଗ ଯୋଉଦିନ ସମୁଦ୍ର ମନ୍ଥନ ହେଲା ସମୁଦ୍ର ମନ୍ଥନ
ଗୋଟିଏ ପଟେ ଦେବତା ଆଉ ଗୋଟିଏ ପଟେ ଦାନବ ମନ୍ଥନ କଲେ ମନ୍ଦର ପର୍ବତକୁ ଦଣ୍ଡ କଲେ ବାସୁକୀକୁ ରଜ୍ଜୁ କଲେ ଦୌଡ଼ି ମନ୍ଥିଲେ ଯାହା ଜିନିଷ ବାହାରିବ ବାଣ୍ଟିବେ ବାଣ୍ଟିକି ଦବ କି ନାରାୟଣ ନାରାୟଣ କହିଲେ ମୁଁ ବାଣ୍ଟିବି କାହିଁକି ନା ମୁଁ ଆବାହକ ମଧ୍ୟସ୍ଥି ପ୍ରେସିଡେଣ୍ଟ ମୁଁ ବାଣ୍ଟିବି ସମସ୍ତେ କହିଲେ ଆପଣ ବାଣ୍ଟିକି ଦିଅନ୍ତୁ ବାହାରିଲା ଐରାବତ ହସ୍ତି 14ଟା ଜିନିଷ ଐରାବତ ହସ୍ତି ଉଚ୍ଚୈଶ୍ରବାସ୍ୱ ପାରିଜାତ ପୁଷ୍ପ ଧନନ୍ତରୀ ବଦ୍ୟ ଅଷ୍ଟଅପ୍ସରା ସବୁ ବାଣ୍ଟିକି ଦେବେ ନାରାୟଣ ଆଉ ଗୋଟିଏ ଜିନିଷ ବାହାରିଲା ଗୋଟେ ସୁନ୍ଦରୀ ଝିଅଟିଏ ସମୁଦ୍ର ବନ୍ଧନ ବାହାରିଛି ନା ନାହିଁ ତାକୁ କିଏ ନବ ସୁନ୍ଦରୀ ଝିଅଟା ବାହାରିଲା ତାକୁ ନବ କିଏ ପାଣିରୁ ବାହାରିଛି ନା ଗୋଟିଏ ଝିଅ କନ୍ୟାଟିଏ ତାର ବାପା ନାଇଁ କି ମା ପାଣି ବର୍ତ୍ତମାନ ପୂଜିଆ ମୋ ମା ମାନେ ପୂଜା କରୁଛନ୍ତି ଘରେ ମାଟିରୁ ଗୋଟିଏ ଝିଅ ବାହାରିଲା ତାର ବାପା ନାଇଁ କି ମା ପଞ୍ଚ ମହାଭୂତରୁ 5ଟି କନ୍ୟା ଉତ୍ପତ୍ତି ହେଲେ ଧର୍ମକୁ ରଖିଲେ ଦାନବାନକୁ ବିନାଶ କଲେ ମାଟିରୁ ଗୋଟିଏ ପାଣିରୁ ଗୋଟିଏ ନିଆଁରୁ ଗୋଟିଏ ଆକାଶରୁ ଗୋଟିଏ ପବନରୁ ଗୋଟିଏ 5ଟା ଝିଅ ସେ 5 ଝିଅଟିଏ ସଂସାରକୁ ରଖିଛନ୍ତି ତାଙ୍କର ବାପା ନାହିଁ କି ମା ନାହିଁ ବାପା ଔରସରୁ ଜାତ ହେଇନାହାନ୍ତି କି ମା ଗର୍ଭରୁ ଜାତ ହେଇନାହାନ୍ତି ମୋ ମା ମାନେ କେତେ ମହା କନ୍ୟା ପଞ୍ଚକନ୍ୟା ଆପଣ ଜାଣିଛନ୍ତି ମାଟିରୁ କିଏ ଉତ୍ପତ୍ତି ହେଇଛନ୍ତି କଲେ ଏ ଜନକ ନନ୍ଦିନୀ ସୀତା ପୃଥିବୀ ମାଟିରୁ ଜନମ ହେଲେ ମାଟିରୁ ଜନମ ନାମ ତାଙ୍କ ସୀତା ଆପଣଙ୍କର ରାମାୟଣ ମାଟିରୁ ଜନ୍ମ ହେଇଛନ୍ତି ସୀତା ଜନକ ପାଳିଲେ ନା କିନ୍ତୁ ମାଟିରୁ ନା ସେ ବିଧବା ହେଇନା ସ୍ୱାମୀ ମରିଛି ମୁଁ ପୁରାଣ କହୁଛି ହଁ ମୁଁ କହିବି ମୁଁ ପୁରା ଧାଡିରେ କହିବି ଟିକେ ଖାଲି ଶୁଣିବା ତାପରେ ମାଟିରୁ ବାହାରିଲେ ସୀତା ନିଆଁରୁ ଗୋଟିଏ ଝିଅ ଯଜ୍ଞାତ ଗର୍ଭେ ସୁଜାତ ନାମ ତ ଯାଜ୍ଞ ସେ କଲେ ଯଜ୍ଞ କୁଳରୁ ଉତ୍ପତ୍ତି ହେଲେ ଯାଜ୍ଞ ସେ ନିଭା ଆହା ନାମ ତାଙ୍କ ଦ୍ରୌପଦୀ ହେ ନାମ ପୁରାଣ କାହାଣୀ ଦ୍ରୌପଦୀ ମୋ ମା ମାନେ ମନେ ରଖି ତ ମାଟିରୁ ବାହାରିଲେ ସୀତା ନିଆଁରୁ ବାହାରିଲେ ଦ୍ରୌପଦୀ ଯଜ୍ଞ କୁଣ୍ଡ ତାଙ୍କର ବାପା ନାଇଁ କି ମା ନାଇଁ ଦ୍ରୁପଦ ପାଳିବେ ତାପରେ ଆସନ୍ତୁ ପବନରୁ ଜନ୍ମ ହେଲେ ମାଳତୀ ଆକାଶରୁ ଜନ୍ମ ହେଲେ ବିଜୁଳିବତୀ କନ୍ୟା ଶୂନ୍ୟବାଣୀ ଗଲେ ଆକାଶରୁ ଉତ୍ପତ୍ତି ହେଲେ କଂସକୁ କହିଲେ ତୋତେ ଯେ ମାରିବ ଇଏ ଗଲେ 4 ପାଣିରୁ କିଏ ଉତ୍ପତ୍ତି ହେଇଛନ୍ତି ମୋ ମା ମାନେ ପୂଜା କରୁଛନ୍ତି ଗୋଟିଏ ପଦ ଚମ୍ପୁ ଗାଇବି ଆଉ ତ କହିଥିଲେ କହିଲେ ରଙ୍କସାର କହୁଥିଲେ ବାହାରେ ଥାଇକି ମଧ୍ୟ ତାଙ୍କ ମନଟା ହେଇଛି ମୋ ରଙ୍କସାର ଅତି ଆତ୍ମୀୟ ଅତି ପ୍ରିୟ ସେ ତ ବହୁତ ମୋ ପାଖରେ କାମ କରିଛନ୍ତି ବସିଛୁ ଆମେ ବହୁତ ଖୁସି ହଉ ସେ ସଦାବେଳେ କହିବେ ସାରଙ୍କର ପାଲା ନିଆରା କହିଲେ ବିଭୁ ସାରଙ୍କ ପାଲା ନିଆରା ଭାଇନା ଆସିବେ ନିଶ୍ଚିତ ପାଲା ଗାଇବେ ଆପଣ ଆସିଛନ୍ତି ଗାଇ ତେଣୁ ଗୋଟିଏ ପଦ ଚମ୍ପୁ ଗାଇବେ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ କ୍ଷପଟଳ କବି ସୂର୍ଯ୍ୟ ବଳଦେବର ଆଉ ତ କେହି ନାହାନ୍ତି ଆଜ୍ଞା ଟିକେ କାହିଁକି କହୁଥିଲେ ବାବୁ ଏଇ ଯୋଉ ଚାଲିଥିଲା ଭଜନ କୀର୍ତ୍ତନ ଭଜନ କଣ ଆପଣ ଟିକେ ଚିନ୍ତା କରନ୍ତୁ କଣ ଟିକେ ଆସନ୍ତୁ ବାସ୍ତବତା ଆମର ଆଜିକାର ଛୁଆ ମାନେ କଣ ଭାବିବେ ଯୋଉ ଚାଲୁଛି ନାମ ସଂକୀର୍ତ୍ତନ ହଉଛି ଭଗବତ ହଉଛି କଣ ପାଲା କଣ ସାହିତ୍ୟ ହଉଛି ଯୋଉଦିନ ପାଲା ଧ୍ୱଂସ ହେଇଯିବ ସଂକୀର୍ତ୍ତନ ଧ୍ୱଂସ ହେଇଯିବ ଭାଗବତ ଧ୍ୱଂସ ହେଇଯିବ ତ୍ରିନାଥ ମେଳା ଧ୍ୱଂସ ହେଇଯିବ ପୁରାଣ ପଢା ଧ୍ୱଂସ ହେଇଯିବ ସେଦିନ କବି ମାନେ ଆଉ ସାହିତ୍ୟ ଏବେ ତ ସାହିତ୍ୟରେ ପିଲାମାନେ ଆଉ ପାସ୍ କରିବାର ନାହିଁ ବରଂ ଇଂଲିଶ ଟା ସହଜ ହଉଛି ଆଉ ସାଇନ୍ସ ଉପରେ ତ ବେଶୀ ଗଲେଣି ସାହିତ୍ୟ ଆସୁ ମୁଁ ତ ନିଜେ ଶିକ୍ଷକ ମୋର ସାହିତ୍ୟର ସବୁ ପିଲା ଫେଲ ହଉଛନ୍ତି ସବୁ ଯାକ ଏବେ ଦିନେ ଆগে ପଢିଥିଲା ମୁଁ କହୁଥିଲି ଗୋଟେ ବିଷୟ ପଢେଇଲା ବେଳେ କଥାଟାକୁ ନେଇଗଲି ରମାଦେବୀଙ୍କର କଥା ପଢିଥିଲା ରମାଦେବୀ କଲେଜରେ ଆମ ଓଡିଶା ଆମ ଭାରତର ଯେ ମୁଖ୍ୟ 1 ନମ୍ବର ହଉଛନ୍ତି ନାଗରିକ ସେ ହଉଛନ୍ତି ରାଷ୍ଟ୍ରପତି ସେ କିଏ ସେ ପିଲାମାନେ କହିଲେ ଦ୍ରୌପଦୀ ମୁର୍ମୁ ମୁଁ କହିଲି ଏଇ ରମାଦେବୀରେ ପଢିଥିଲି ରମାଦେବୀ କଲେଜରେ ପଢିକି ସେ ବର୍ତ୍ତମାନ ଭାରତର ରାଷ୍ଟ୍ରପତି ପିଲାଙ୍କୁ ଡାକିଲି ମୁଁ କହିଲି 8ମ ଶ୍ରେଣୀ ପିଲା ମୁଁ କହିଲି ପିଲା ଟିକେ ଆସିବ ଟିକେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଲେଖିଲେ କେହି ଗୋଟିଏ ଲେଖିଲେ
ମୁଁ କହିଲି ମୋ ପାଠ ପଢାକୁ ଘୋର ଧିକ୍ ମତେ ଧିକ୍ ମୋ ପିଲାକୁ ସତ କଥା ଆଜି ଦେଖନ୍ତୁ ଅଷ୍ଟମ ନବମ ଦଶମ ପିଲାଙ୍କୁ କିଏ ଯଦି ଲେଖିଦେବେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗୋଟିଏ କ୍ଲାସରେ 40 ଜଣ ଥିଲେ 5 ଜଣ ଲେଖିବେ 35 ଜଣ ଫେଲ କାହିଁକି ସାହିତ୍ୟ ନାହିଁ ପାଲା ଦେଖୁନାହାନ୍ତି ଖାଲି ମୋବାଇଲ ଧରୁଛନ୍ତି ପାଲା ଦେଖୁନାହାନ୍ତି କି ପୁରାଣ ପଢୁନାହାନ୍ତି ଖାଲି ମୋବାଇଲ ଆଉ କୁଆଡେ ସାହିତ୍ୟ ହବ କଲେ କ୍ଷୀର କାହିଁକି ମୁଁ କହିଲି ମା ଲକ୍ଷ୍ମୀ ଜଳରୁ ଉତ୍ପତ୍ତି ହେଲେ ସମୁଦ୍ର ମନ୍ଥନ ନବ କିଏ ସବୁ ତ ବାଣ୍ଟିକି ଦଉଥିଲେ ନାରାୟଣ ନାରାୟଣ କହିଲେ ମୁଁ ନେବି ଯିଏ ଗାଁର ମୁଖ୍ୟ ଅଞ୍ଚଳର ମୁଖ୍ୟ ସିଏ ଯଦି ଭଲ ଜିନିଷକୁ ଗଣ୍ଠିଲି କରିକି ନବ ନ୍ୟାୟଟା ଠିକ ହବ କେତେ ସ୍ୱାର୍ଥପରତା ମୋ ପ୍ରଭୁଙ୍କର ଆସିଲା କହିଲେ ଏ ସୁନ୍ଦରୀ ଝିଅଟାକୁ ମୁଁ ନେବି କାହିଁ ଦେଇଦେଲନି ବାଣ୍ଟିକି ତ ଦଉଥିଲ ଇନ୍ଦ୍ରଙ୍କୁ ଦେଇ ଦେଇଥାନ୍ତା ଅନ୍ୟମାନେ ନେଇ ଯାଇଥାନ୍ତେ ନା ମୁଁ ନେବି କାହିଁକି ନା ମୋର ଯୋଗୁ ହେଇଛି ସମୁଦ୍ର ମନ୍ଥନ ଭଲ ଜିନିଷଟା ମୁଁ ନେବି ଯଦି ଲକ୍ଷ୍ମୀ କି ନେଇଗଲ ତାପରେ ବାହାରିଲା କଣ ବିଷ କିଏ ନେଲା କହିଲେ ଇଏ ହଳା ହଳ ବିଷ ଯେବେ କିଏ ସେ ନେବ ବୋଲି ନହେଲେ ଧ୍ୱଂସ ହେଇଯିବ ସଂସାର ଡାକିଲେ ଶିବକୁ ଖାଇଲି ସେଇଦିନ ଠାରୁ ସେ ନାଁ ହେଲା ମହାଦେବ ନହେଲେ ମହାଦେବ ହେଇନଥିଲା ଯେତେ ଦେବତା ଅଛନ୍ତି ମହାଦେବ କେହି ନାହିଁ ସବୁ ଯାକ ସ୍ୱାର୍ଥପର ଟିକେ ନେଇଗଲେ ଭଲ ଶିବ ସଂସାରକୁ ରଖିଲେ ଶିବ ପର ଉପକାର କରନ୍ତି ଶିବ ଅହଙ୍କାର ନାହିଁ ଶିବ କୋମଳ ହୃଦୟ ଶିବ ମଙ୍ଗଳମୟ ଶିବ ପରିବାରକୁ ଭଲ ପାଆନ୍ତି ଶିବ ଆପଣ ଯାଉନାହାନ୍ତି ମନ୍ଦିର ଆପଣ ଟିକେ ଦେଖିବେ ଭାଇନା ପାଲା ଗାଇଛନ୍ତି ଆମକୁ କହିଛନ୍ତି ଆପଣ ପ୍ରତ୍ୟେକ ମନ୍ଦିରକୁ ଯାଅ ଶିବ ମନ୍ଦିର ବିଷ୍ଣୁ ମନ୍ଦିର ଦେବୀ ମନ୍ଦିର ଯିବେ ଦେଖିବେ ମନ୍ଦିରରେ ପରିବାରକୁ ରଖିବା ଦେବତା ଜଣେ ସେ ହେଉଛନ୍ତି ଶିବ ବିଷ୍ଣୁ ମନ୍ଦିର ପରିବାର ନାହିଁ ଶିବ ମନ୍ଦିର ଦେଖିବେ ଦକ୍ଷିଣ ପଟେ ରଖିଛନ୍ତି ପାର୍ଶ୍ୱ ଦେବତା ଗଣେଶ ସାନ ପଛପଟେ କାର୍ତ୍ତିକେୟ ପଶ୍ଚିମରେ ବାମ ପଟେ ପାର୍ବତୀ ସ୍ତ୍ରୀ କି ପୁଅ ଦି ରଖିଲେ ଆଗ ପଟେ ନନ୍ଦୀ ସେ ଯୋଡିଏ ପୁଅ
ଆଗରେ ବୃଷଭ ବାହନ। ଏମିତି ସିନା ପରିବାରକୁ ଭଲ ପାଇବ, ଇଆଡେ ପରିବାର ଭିତରେ କଳି କରିଥିବ ନା କାର୍ତ୍ତିକରେ ଯାଇକି ମହାଦେବଙ୍କ ପାଖରେ ମୁଣ୍ଡିଆ ମାରୁଥିବ। ଏଟା କୋଉ ଠାକୁର ଶୁଣିଏ ସେ କହୁନାହାନ୍ତି। ସେଇଥିପାଇଁ ଶିବ ଠାକୁର କହିଲେ ଆଗ ପରିବାରକୁ ଭଲ ପାଇକି ଆସ ରେ ଭକ୍ତ। ସ୍ତ୍ରୀ କି ଭଲ ପା, ପୁଅକୁ ଭଲ ପାଉ, ତାପରେ ମୋ ପାଖକୁ ଆସ ମୁଁ ଶୁଣିବି। ମା ମାନଙ୍କୁ କହିଲେ ଶିବ ଠାକୁରେ ସ୍ୱାମୀ କି ଭଲ ପା, ସ୍ୱାମୀ ସେବା କରେ, ପୁଅ ଝିଅ ମାନଙ୍କୁ ଭଲ ପା, ତାପରେ ମୋ ପାଖକୁ ଆସେ, ପହଁରା କରେ ମୁଁ ଶୁଣିବି, ପୂଜା କରେ ସେବା କଲେ ଶୁଣିବି। ଇଆଡେ ଅମାବାସ୍ୟା ଭଳିଆ ମୁହଁ କରିଥିବ, ରାତିରେ କଥାବାର୍ତ୍ତା ହେଇନଥିବ, ଦୁଃଖ ସୁଖ ନାହିଁ, କିଏ କାହାର କଥା ସମ୍ପର୍କ ନାହିଁ, ବାପ ପୁଅର ନାହିଁ କି ଶାଶୁ ବୋହୁର ନାହିଁ। କନା ମୁଁ ମନ୍ଦିରକୁ ଯାଉଛି, ଠାକୁର ଶୁଣିବେ ନା ତୋଡି ଦେବେ ଯେ। ମୁଁ କାହିଁକି କହିଲି ଆଜ୍ଞା, ହେ ମୋର ପଣ୍ଡିତ ବର୍ଗ, ଆଜି ଜ୍ଞାନୀ ଗୁଣ ଆପଣ ମାନ ଆଜି ଶିବ ଆସିଲେ ବିଷ ଖାଇ ମତେ କହିଛନ୍ତି, ମତେ ବିଷ କାହିଁ ଦଉଛ, ଭଲ ଜିନିଷ ବାଣ୍ଟି ନେଲ ବୋଲି ନା। ଯାହା ନିକଟରେ ବିକାର ନାହିଁ, ଯାହାର ହୃଦୟରେ ଅହଙ୍କାର ନାହିଁ, ଯାହାର ହୃଦୟ କୋମଳ ହୃଦୟ, ସେଇ ହଉଛନ୍ତି ଶିବ। ସେଇତକ ଯାଉଛେ ଶିବ ମନ୍ଦିରକୁ, ଏଇତକ ଶିକ୍ଷା କର, ଏତିକି ଶିକ୍ଷା କର। ଠାକୁରେ ଡାକିଛନ୍ତି ଧନ ମାଧ୍ୟମ। ଶିବ କୋଉଠୁ ଆଣିବ? ଘର ଅଛି କି ତାଙ୍କର? ଆମକୁ କଣ ପକ୍କା ଘର ଦେଇଥାଏ? ସିଏ ତ ମଶାଣୀରେ ରହିବା ତ ଖଣ୍ଡେ ପିନ୍ଧିବା ପାଇଁ ବସନ ନାହିଁ ଯେ ଛାଲ ଖଣ୍ଡେ। ଆମେ କଣ ଜିନ୍ ପ୍ୟାଣ୍ଟ ପିନ୍ଧିକି ବୁଲୁଛେ? ମୋ ମା ମାନେ କଣ ପିନ୍ଧୁଛେ? ସେ ତାଙ୍କ ପାଖରେ ତ ଖଣ୍ଡେ କିଛି ନାହିଁ ପିନ୍ଧିବାକୁ, ସେ ଧରିଥିବେ। ସେ ତ ପାଗଳ ନା, ଆଉ ସେ କଣ ଯେ କହିଲେ ମୋ ଭାଇ ରେ ସବୁ ଯାକ ଭିନ୍ନକ୍ଷମ, ସବୁ ଯାକ ଭିନ୍ନକ୍ଷମ ବିକଳାଙ୍ଗ। ସେଇଥିପାଇଁ ବର୍ତ୍ତମାନ ସରକାର କହିଲେଣି ବିକଳାଙ୍ଗ ମାନଙ୍କୁ ଟିକେ ନମସ୍କାର କରୁଥିବ, ଦାୟିତ୍ୱରେ ରଖିବ, କାହିଁକିନା ସେଇମାନେ ଦେବତା। ଶିବ କଣ ସେ ହାଡମାଳ ଲଗେଇଛି? ମାନସିକ ଅନଗ୍ରସରତା ନା, ତାଙ୍କର ମସ୍ତିଷ୍କ ଠିକ ଅଛି? ପାଗଳ ନା ସିଏ ଗୋଟିଏ। ଗଣେଶ ଏଡା ବଡ ପେଟ, ଥାଲସେମିଆ କୋଉ ବାଗ ସୁନ୍ଦର ଅଛି କହିବେ ଏଠି ଗଣେଶ? ସିଏ ପୁଣି ଅଗ୍ରପୂଜ୍ୟ, ସିଏ ପୁଣି ହଉଛନ୍ତି ବିଦ୍ୟାଦାତା। ସରସ୍ୱତୀ ଖନି ଦେଖ, ଲକ୍ଷ୍ମୀ ଦେବୀ, କିଏ ଗୋଟେ ସୁନ୍ଦର, କିଏ ଜଣେ ଅଛି? ଆଉ କାହା ନା କହୁନାହାନ୍ତି ମତେ? ନାରାୟଣ କଣ ନେଇଥିଲେ? କୋଉ ରୂପ? ବାମ ବ୍ରହ୍ମା ଚାରିଟା ମୁଣ୍ଡ। ଯେତେ ଦେଖୁନାହାନ୍ତି ସବୁ ଯାକ ସବୁ ଖରାପ, କିନ୍ତୁ ତାଙ୍କର ଗୁଣଟି ସୁନ୍ଦର। କହିବା ତାତ୍ପର୍ଯ୍ୟ ଇଏ ଚେହେରାଟାକୁ ଦେଖନି, ଗୁଣଟାକୁ ଦେଖ, ଚରିତ୍ରକୁ ଦେଖ। ଇଏ ହଉଛନ୍ତି ଚରିତ୍ରର ପୂଜା, ଗୁଣର ପୂଜା। ସେଇ ଗୁଣକୁ ପୂଜା କରନ୍ତୁ, ଧର୍ମକୁ ପୂଜା କରନ୍ତୁ, ଭାବକୁ ପୂଜା କରନ୍ତୁ, ନିଜର ଚରିତ୍ରକୁ ପୂଜା କରନ୍ତୁ। ଚରିତ୍ର ନିର୍ମଳ କରନ୍ତୁ, ଗୁଣକୁ ନିର୍ମଳ କରନ୍ତୁ। ମୁଁ କାହିଁକି କହିବି? ଆଜି ବାପା ପଳେଇ ଆସିଲେ, କହିଲେନି ସେ କଥା, ମୁଁ ନେଇଯିବି ସେ କଥା। ଲକ୍ଷ୍ମୀ ଏଣେ ଶିବ ନେଲେ ବିଷ, ତାପରେ ଅମୃତ ବାହାରିଲା। ଅମୃତ ଯେତେବେଳେ ବାହାରିଛି, ଦାନବ ମାନେ କହିଲେ ଆମେ ନବା। ରାହୁ ବସିଛି, ଦୁଇ ଖଣ୍ଡ କରିଦେଲେ ନାରାୟଣ ମାୟାରେ। ରାହୁ ଯାଇ ଜଣେଇଲା ଜଳନ୍ଧର। ଜଳନ୍ଧର ଶିବଙ୍କର, ଶିବଙ୍କ ତେଜରୁ ଜଳନ୍ଧର ପାଣି ସମୁଦ୍ର, ସେଇ ସମୁଦ୍ରରୁ ଲକ୍ଷ୍ମୀ, ସେଇ ସମୁଦ୍ରରୁ ଅଷ୍ଟପ୍ସରା, ସେଇ ସମୁଦ୍ରରୁ ସବୁ ସମ୍ପତ୍ତି ନେଇ ଯାଇଛନ୍ତି ଦେବତା ମାନେ। ରାହୁ ଯାଇ ଜଳନ୍ଧରକୁ ଜଣେଇଲା, କହିଲା ଭାଇରେ, ହେ ଦୈତ୍ୟ ରାଜ, ହେ ସିନ୍ଧୁ ରାଜ ଜଳନ୍ଧର,
ତମ ବାପା ସମ୍ପତ୍ତି ଦେବତା ମାନେ ନେଇଗଲେ। ତମେ କଣ ଭାରତୀୟ ସମ୍ପତ୍ତି ଯାକ ଇଂରେଜ ମାନେ ନେଇ ପଳେଇ ଗଲେ। ଯେତେ ମାଗିଲେ ଆଉ କଣ ମିଳିଲା? ମିଳିଲା? ସମ୍ଭାଳିବେ ଭାରତୀୟ ମାନେ ମୂଲ୍ୟବାନ ସମ୍ପତ୍ତି। ଆଜି ଜଳଧର କହିଲା ମୋ ବାପା ସମ୍ପତ୍ତି ନେଇଗଲ, ତମେ ଯାଉଛି ଯିବି ଯିବି। ରାହୁ ବୋଲରେ, ରାହୁ କଥାରେ ଜଳନ୍ଧର ବାହାରିଲା ସ୍ୱର୍ଗ ଅଭିଯାନ କରିବ। ବୋଲେ ସାଜ ଚତୁରଙ୍ଗ ବଳ ପଚାବି ରବାଜା ଆହା ଅମର ଭୁବନେ ବାହାରିଲା ରହି ଦତ୍ତ ରାଜା। ଆଜି ଅମର ଭୁବନକୁ ଦୈତ୍ୟ ରାଜା ଜଳନ୍ଧର ବାହାରିଲା, କହିଲା ଯାଉଛି ଦେବତା ମାନଙ୍କୁ କଷ୍ଟ ଦେବି। ଗୁମ୍ଫାରେ ପକାଇ ତାଙ୍କୁ ମର୍ତ୍ତ୍ୟପୁରରେ ମାରିବି। ଦେବଗଣ ମୋ ବାପ ସମ୍ପତ୍ତି କି ତୁମେ ମାନେ ନେଇ ଯାଇଛ ବୋଲେ ଛାଡ଼ିବିନି ରେ। ଏ ଦୈତ୍ୟରାଜ ଦେବତା ମାନଙ୍କୁ ମାରିବ। ହେଲେ ପ୍ରଥମେ କାହାକୁ ମାରିବ? ନାରାୟଣ। ନାରାୟଣ ମାରିବି ରେ। ଆରେ ଦେବଗଣ କରିଛି ମୁକ୍ତ ତ୍ରିପୁରେ ରଖାଇ ଦେବି ନାହିଁ। ସରିଗଲା ତୁମ୍ଭ ଅମୃତ ଚଷାଇ ଦେବି ନାହିଁ। ଆରେ আরে সচিপতি এর তোর ছাতি ছড়াইবি হাত চড়া পড় অমরাবতী ইচ্ছা করে মারিবি চড়াইবি তো କଣ କବି ବୈଷ୍ଣବ ପାଣିକର ଇଏ ଗୀତି ନାଟ୍ୟ ପଢିଦେଲାଣି ଏଠି। ଧନ୍ୟବାଦ ଧନ୍ୟବାଦ। କଳା ସଂସ୍କୃତି ପାଲାରେ ଅପେରା, ଆପଣ ଅପେରା ଦେଖି ଯାଆନ୍ତୁନି କେବେ। ମୁଁ ଆପଣଙ୍କୁ ବାରମ୍ବାର ଅନୁରୋଧ କରୁଛି, 500 ଟଙ୍କା ଟିକେଟ ଖର୍ଚ୍ଚ କରିବ, 300 ଟଙ୍କା ଟିକେଟ କେତେ ସେ ସାଙ୍ଗେ ସାଙ୍ଗେ ମିଳିବନି। ରଣପୁର ଅପେରା ପଡିଛି, ଆପଣ ସାଙ୍ଗେ ସାଙ୍ଗେ ଟିକେଟ ପାଇପାରିବେ ନା। ସକାଳୁ ଟିକେଟ କରିଥିବେ, ଆଗରେ ବସିଲେ 500, ପଛରେ ବସିଲେ 300। ଦେଖିବେ କଣ କଣ ଦେଖିବେ ଜାଣିଛନ୍ତି ଆଜ୍ଞା? ଦେଖିବେ ଦୈତାରୀ ପଣ୍ଡାକୁ କୋଣାର୍କ ନାଟ୍ୟ ପଡିଛି, ଦୈତାରୀ ପଣ୍ଡାକୁ ଦେଖିବେ। ହିରୋଇନ ହେଇଛି କିଏ? ସିନା ଡଲି, ତାକୁ ଦେଖିବାକୁ ଲୋକ ଛୁଟି। ଆଚ୍ଛା, ସିଏ ଯେତେବେଳେ ରେପ ସିନେମ କଣ କହୁଥିବ ଦୈତାରୀ ପଣ୍ଡା? ମୁଁ କଥା ରାଜି ନୁହଁ। ଆପଣ ସେଇ ରାତିକ ଭିତରେ ଆପଣ ପରୀକ୍ଷା କରନ୍ତୁ ଅପେରାରେ। ମୋ ବାପା ଭାଇ ମାନେ ସବୁ ବସିଛ ଅପେରା ଦେଖି ଯାଉଛ, ରାତିକ ଭିତରେ ଭିଲିୟନ ଠାରୁ ବା ଯେକୌଣସି ଆକ୍ଟର ଠାରୁ ଶଳା ଶବ୍ଦ ଶୁଣିବେ 50 ଶବ୍ଦ ଶଳା, ଖାଲି ଶଳା ଶବ୍ଦ। ଏଇ ପାଲା ବାଲା ଯଦି ଗାଏ, ଯଦି କହିଦବ ଶଳା ବୋଲି ଆମେ ଡାକିବେ ନା। କୋଉ ଗୀତର କୋଉଠି ଶଳା ଲେଖା ଅଛି ଦେଖନ୍ତୁ ଓଡିଶାର ସଂସ୍କୃତି। କିନ୍ତୁ ସେମାନେ ଶଳା ବୋଲି ଡାକିବେ, ଆହୁରି କଦର୍ଯ୍ୟ ଭାଷା କହିବେ, ଦବା 500। କିନ୍ତୁ ସାଧୁ ଶବ୍ଦ, ବ୍ୟାକରଣ, ଭାଷା ଏଠି ଶୁଣିବା, ଚରିତ୍ର ଗଠନ ହବ, ପରିବାର ଏକାଠି ବସି ଶୁଣିବା। ଏତିକି ଟଙ୍କା ଟିକେ ଦେବେନି କି କେହି ଆସିବେ କି ଟିକେଟ କରିବା ଦୂରେ, ସେଠି ଟିକେଟରେ ମାଡ। ଆଜ୍ଞା ସତ ନା ନାଇଁ କହୁନାହାନ୍ତି? କାହିଁକି? ଗାଈ କ୍ଷୀର ଲିଟର ଦାମ କେତେ ଟଙ୍କା? 30 ଟଙ୍କା। ଯଦି ଗାଁ ଗହଳିରେ ପାଇବେ 20 ଟଙ୍କା, ଗାଁ ଗହଳିରୁ କିଣିବେ ପ୍ରକୃତ ଗାଈ କ୍ଷୀର ଦବା। କୋଉଦିନ? ପଇସା ମାସ ଶେଷରେ। ଆଗ ପିଇବା, ମାସ ଶେଷରେ ଆଉ ପଇସା ଦବା। କାଉଣ୍ଟରକୁ ଚାଲିବେ ଟିକେ, ଗୋପାଳପୁର କାଉଣ୍ଟରକୁ ଆଗ ପଇସା ବଢ, ତାପରେ ଟେକ ନାଲି। କିନ୍ତୁ ଧଳା ପାଣି ନ ପିଇକି ନାଲି ପାଣି ଯୋଉଦିନ ପିଇବା, ସରିବ ସଂସାର। ଆଉ କଣ ଅଛି? ଏ ତ ଆଗ ପଇସା ଦବ,
ये पथ पैसा को कहीं सुनिबेनी सेही भली ये होची क्षीर ये पाला होची क्षीर ये को कहीं छुना किंतु नाली पानी की ऑपेरा को दौड़िया नाली पानी ठीक ए मोर पंडित वर्ग मु शेयर की जाउनी मु आज काहे के तो कथा कहबा को जाउ छु आज देखंतु आज हां हां बात करछि देवता माने काहे के नै गुंफारे पकई मारी कोन करिवे नारायण को डाके नारायण कहले मु किछ करि परिबिनी ताकू मारिबा पाई जणे किए से कहिबो संगे संगे निमंत्रण कले स्मरण कले ब्रह्मपुत्र नारद काहे कि ना नारद का भय करे आसिले नारद डाकी देले कहले मुनि जन बंदन आइला जपा नारायण का निकट रे देवता माने बसछनी कहले काहे के मन दुख रे बस सब जानि छी ना काहे की सब जानि कहले काहे की बसछन ना जलधर विपात करछि ना मु बुझिले ता कथा मु बुझि ना कोन बुझिबो ना जा सिंधु देश रे जलधर पहुंची जाई छी पळेई गलानी आमे भय रे गुंफारे आतंक सृष्टि करिके रहिछु नारद चालिले जलधर जतले पहुंची गले जलधर देखि देला कहला ये मो शत्रु नाटा को नउछ नारद गला बेला कोन खाली सेमिति जिवे कि तुंडरे धरिबे बिना को वादन करिवे नारायण 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 ये तो जा बसी कहियो जे जो रोल करियो अच्छा नारद नारायण नारायण कहि कोन बजाइले बिना को बिना महती भी हेतस्ता जानि चारि जण बिना धर चारि जण देवता एवं देवी जणे बिना नारद धरती गोटे बिना ता ना कोन गणेश धरती गोटे बिना ता ना कोन ता ना सरे के आउ नाही खाली महती बिना जानि छी पढी रही छी रण घेरा घटना आयन भस्मृत जोताक बिना तुति मंडल सरे स्फुटि भव महान विशेष मूर्छना आ महतेर मोहर मोह मोह जानि छी महती बिना खाली नारद अरे सुन गणेश गणेश कलैया गणेश को बिना रे नाम अटे प्रभावती आहा शिव धरि तंती एक बिना सुनिबे यति हो शिवंक बिना ना नालम सरस्वती गोटे बिना धर बिना धरे मंगल दान सरस्वती में बिना ना कछ मने रख आउ जने बिना धरिछि से बिना नाम मते आसु कि मु कहि परिबो ये कली जुगरे बिना टे धरि बजु आउ जने बिना हां आया तोंडो यात्रा रे बिना कारो परा धरि पाए बिना ये केउ तू आसिला बिना टे परा ये नाम तारो कंपासला से बिना आसिला कोन ता से बिना ना से तंडरा त बिना आउ कोन बिना करे बाहर पछरे सब ना तो सरिया पछरे से तो ब्रह्म विद्या से कथा मु परे कहिबी आज देखन तो नारद पहुंची गले हरि है श्रुत कमला कुच महाडाल हरि श्रुत कमला कुच महाडाल श्रुत को हरि पाई ललित हनुमान जय जय देव हरे 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 जय जय देव हरे हे मोर पंडित वर्ग
ଜଳନ୍ଧର ଦେଖିଦେଲା କହିଲା ରେ ଇଏ ନାରାୟଣଙ୍କ ନାମ ନେଇ କିଏ ଦେବତା କିଏ ଗୋଟି ଆସିଛି ଋଷି ମହର୍ଷି ଗର୍ଜନ କଲା ସବୁ ଦେବତା ମାନେ ଗୁମ୍ଫା ଭିତରେ ଲୁଚିଲେ ଦେବଦତ୍ତି ନାରଦ ପୁଣି ନାରାୟଣଙ୍କ ନାମ ମୁଁ ଶତ୍ରୁ ନାମ ଗାନ କରୁଛ ମରିବୁ ବେ ଇ ଦତ୍ତ ରାଜା ଆଜି ତତେ ଛାଡ଼ିବନି ତାରି ପୁରାଇବ ଗିରି ଗିରି ବୁଲେଇବ ମାରିବ ଜଳନ୍ଧର এটা আসিছি হসিদেলে নারদ হসিদেলে ହସୁଛ ମରିବା ପୂର୍ବରୁ ହସିଲ ଟିକେ ଖୋଲିକି ହସ ମରିବ ନାଇଁ ନାହିଁ ନାଇଁ କାରଣ ଘରେ କଳି ଲାଗିଥିବ ସ୍ୱାମୀ ସ୍ତ୍ରୀ ଟିକେ କଳହ ହେଇଛି ଦେଖିବେ ଯଦି ସ୍ତ୍ରୀ ରାଗିଥିବ ମୋ ବାପା ମାନେ ମନେ ରଖିବେ ସ୍ତ୍ରୀ କି ଟିକେ ହସିକି କହିଦେବେ ତା ଆଗରେ ହସି ଦେବେ ଆଉ ରାଗ ଆଉ ସିଏ ତ ଟିକେ ମୁହଁ ମାଉସା କଲା ଭଳିଆ ଆମେ ତ ମୋ ବାପା ମାନେ ଯଦି ରାଗିଛନ୍ତି ମୋ ମା ମାନେ ଟିକେ ହସି ଦେବେ ସଙ୍ଗେ ସଙ୍ଗେ ରାଗି ପାର୍ବତୀ ସଦାବେଳେ ରାଗିବେ କିନ୍ତୁ ଶିବ ସଦାବେଳେ ହସି ଦେବେ ହସି ଦିଅନ୍ତି ଇଏ ହଉଛି ସ୍ୱାମୀ ସ୍ତ୍ରୀର ସୁସମ୍ପର୍କ ପରୀକ୍ଷା କରନ୍ତୁ ଆଉ ରାଗ ରହିବ ନା ନାରଦ ହସି ଦେଲେ ହସି ଦେଇ ପୁଣି ନାରାୟଣଙ୍କ ନାମ ଦେଲେ ପୁଣି ନାରାୟଣଙ୍କ ନାମ ଦେଲେ ହରିୟ ଦିନ ବଣିମା କାଳ ମାଣ୍ଡନ हरि हाथी ना मारी डालवाना भव खांडाना भव खांडाना जाना माना सहंसा हरि है मुनि जाना मानस हंसा प्रबल कथा विचार धरना पद मस्तक कंपमान हेला कला हे नारद ମରିବ ବାରମ୍ବାର ମୋ ଶତ୍ରୁ ନାମଟି ଗାନ କରୁଛ ମାନେ ମରିବ ଜଣେ ମାତ୍ର କାହାକୁ ଭୟ କରନ୍ତି ଦେବତା ମାନେ ଜଳନ୍ଧର ଭୟରେ ଲୁଚିଲେ କିନ୍ତୁ ନାରଦ ଲୁଚିଲେ ସାର୍ କାହିଁକି ଭୟ କଣ ପାଇଁ ଭୟ ନାହିଁ କାହାକୁ ଭୟ କରନ୍ତି ମୋ ସହ ଆପଣ ଚିନ୍ତା କରନ୍ତୁ ଗାଁରେ ମଧୁପୁରରେ ଆମର ନ୍ୟାୟ ବସିଛି ସତ କଥା କିଏ କହିବେ ଦୁଇ ଜଣଙ୍କ ଭିତରେ କଳି ଲାଗିଛି ସତ କଥା କହିବାକୁ ହାର କାହିଁକି ସମ୍ପର୍କ ତୁଟିଯିବ ସମ୍ପର୍କଟା ତୁଟିଯିବ ଯେ ସତ କହିବି ବନ୍ଧୁବାନ୍ଧବ କଟିଯିବ ଏକ ଦ୍ୱିତୀୟତଃ ଜଣେ ଯଦି କ୍ରୋଧୀ ଲୋକ ତା ବିରୁଦ୍ଧରେ କହିବି କାଲି ମତେ ବାଡେଇ ଦବ କାଲି ମୋ ପୁଅର କିଛି କାଲି ମୋ ଜମି ନେଇଯିବ କାଲି ମତେ ଆଉ କଣ କରିବ ମୋ ଘର କଣ କରିବ ଏଇ ଭୟ ଯାର କିଛି ନାହିଁ ସେ କାହିଁ ଭୟ କରିବ ନାରଦର କିଛି ନାହିଁ ପୁଅ ନାହିଁ ଝିଅ ନାହିଁ ବାଲିକା ନାହିଁ ଘର ନାହିଁ ଦୁଆର ନାହିଁ ସେ କାହିଁ କାହାକୁ ମାନିବ ଭିତରେ ଗାଁ ଗହଳିର ଅଞ୍ଚଳ ଭିତରେ ଦେଖିବେ ଯିଏ ନାରଦ ପ୍ରକୃତିର ଲୋକ ସେ କାହାକୁ ମାନେ ୟା କଥା ତାଠି ନା ତା କଥା ইয়াଠି ଲଗେଇ ଦେଇକି ସେ ପଳେଇଥିବ ଆଜି ନାରଦ ଭୟ କରି ନାହାନ୍ତି ଟେକି ଦେଲେ ମନେ ରଖିଥିବେ କାହାକୁ କେମିତି ବଶ କରିବେ ସଦା ସତ୍ୟନ ପଣ୍ଡିତ ମୂର୍ଖ ଛନ୍ଦାନୁଭୂତେନ ଗୁଣ୍ଡା ଲୋକ ମୂର୍ଖ ଲୋକକୁ କେବେ ସତ କହିବେନି ତାକୁ ଟେକା ଟିକି କରିଦେଲେ ସେ ଭାରି ଖୁସି ହେଇଯିବ ଏଇ ସୂତ୍ରଟି ନାରଦକୁ ଜଣା ଆଉ ପଣ୍ଡିତ ଲୋକକୁ ଯଦି ପଦେ ମିଛ କହିବେ ତାର ଶତ୍ରୁ ହେବେ ଜ୍ଞାନୀ ଲୋକକୁ କେବେ ମିଛ କହିବେନି ସଦା ସତ୍ୟେନ ପଣ୍ଡିତ ସତ୍ୟ ଦ୍ୱାରା ପଣ୍ଡିତ ଲୋକଙ୍କର ଆପଣ ପ୍ରିୟ ଭାଜନ ହେବେ ଆଉ ମୂର୍ଖ ଲୋକକୁ ଯେତିକି ତୋଷାମଦ କରିକି ଟେକା ଟେକି କରିବେ ଛନ୍ଦ କଥା କପଟ କଥା କହିବେ ସେ ତ ଆପଣଙ୍କୁ ଭଲ କହିବ ଆଜି ନାରଦ ସେଇ ନ୍ୟାୟଟା ପ୍ରୟୋଗ କରିଦେଲା ଆଉ ସେଇ ମନ୍ତ୍ର ପ୍ରୟୋଗ କରିଦେଲେ ଟେକି ଦେଲେ ଆଉ କହିଲେ ଶୁଣ ଜଳନ୍ଧର କହୁଛି ମୁଗିର ଇଏ ତୋର ପରି କେହି ନା
ମୋର ପୁର ସରିନା ଜଳନ୍ଧର ମୁଁ ସ୍ୱର୍ଗପୁରରୁ ଆସିଲି ହେଲେ ସ୍ୱର୍ଗପୁରଟା ତୋ ପୁର ଭଳି ନୁହଁ ତୋ ପୁର ଆହୁରି ଅଧିକ ଯାହା ସ୍ୱର୍ଗପୁରରେ ଯାହା ସୁନ୍ଦର ଦିଶେ ନା ତୋ ପୁରରେ ବହୁତ ଦେବଜ୍ୟୋତି ସତୀ କେଉଁ କେଉଁ ପୁରକୁ ଯାଇଥିଲେ କହିଲେ? ସ୍ୱର୍ଗରେ ତିନିଟା ପୁର ଆଜ୍ଞା ତିନିଟା ପୁର ତିନିଟା କଥା ସ୍ୱର୍ଗରେ ଗୋଟେ ଅଛି ଗୋଲକପୁର ଆଉ ଗୋଟେ ଅମରାବତୀପୁର ଆଉ ଗୋଟେ ସଞ୍ଜୀବନୀପୁର ଗୋଲକପୁରରେ ଭଗବାନ ନାରାୟଣ ମୁଖ୍ୟ ଅମରାବତୀ କଟକ ଅମରାବତୀପୁରରେ ଇନ୍ଦ୍ର ଆଉ ସଞ୍ଜୀବନୀପୁରରେ ଯମ ଏ ତିନିଟା ପୁର ତିନି ଜଣ ଅଧିପତି ହେଇଥାନ୍ତି ନାରଦ କହିଲେ ତିନି ପୁର ଯାକ ଗଲି ହେଲେ ମଧ୍ୟ ତୋ ପୁର ଭଳିଆ ସମାନ ନୁହଁ ସୁନ୍ଦରରେ ଜାଣିଲି ସବୁ ଦେବତା ଆମର ଶତ୍ରୁ କେବଳ ଆପଣ ମୋର ମିତ୍ର ଆପଣଙ୍କୁ ପ୍ରଣାମ ହେଉଛି ଦେବଜ୍ୟୋତି। ନାରଦ ହସିଲେ କହିଲେ ଇଏ ମୋ ଦାଢି ଉପୁଡଉଥିଲା ଏପର୍ଯ୍ୟନ୍ତ ମୁଣ୍ଡିଆ ମାରିନି ଏଇନା ମୁଣ୍ଡିଆ ମାରି ଆଜି ରାତି ସାରା ପ୍ରଣାମ କରି ଏଇ ହଉଛି ପ୍ଲାନ ଦେଖନ୍ତୁ ଆଜ୍ଞା କେମିତି ଆପଣ ରାଗି କରି ଅର୍ଥ ଦ୍ଵାରା ଆପଣ କ୍ରୋଧ ଦ୍ଵାରା ବଳ ଦ୍ଵାରା ମଣିଷକୁ ସନ୍ତୁଷ୍ଟ କରିପାରିବେ ପରୀକ୍ଷା କରନ୍ତୁ ଜିହ୍ବା ଏଇ ଜିହ୍ବା ଦ୍ଵାରା ମିତ୍ର ବାନ ଜିହ୍ବାଗ୍ରେ ବସତେ ଲକ୍ଷ୍ମୀ ଆଉ ଲକ୍ଷ୍ମୀ ବାସ କରନ୍ତି କଥା ଜିହ୍ବାଗ୍ରେ ମିତ୍ର ବାନ୍ଧବ ଜିହ୍ବାଗ୍ରେ କଳହ ଜିହ୍ବାଗ୍ରେ ମରଣ ଦିବସ ଏଇ ଜିହ୍ବା ଦ୍ଵାରା ମରଣ ପରୀକ୍ଷା ହସିଦେଲେ ନାରଦ କହିଲେ ଠିକ ଅଛି ବା 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 ଜଳନ୍ଧର ସବୁ ଭଲ ହେଲେ ଗୋଟିଏ କଥା ତୋ ରାଜ୍ୟରେ ନାହିଁ ମୋ ରାଜ୍ୟରେ ସନ୍ଦେହ କହିଲେ କଣ ନାହିଁ ନା ଗୋଟିଏ ରତ୍ନ ରତ୍ନ ସବୁ ରତ୍ନରେ ବିଭୂଷିତ ତୋ ରାଜ୍ୟ କଳେ ଏକ ରତ୍ନ ତୋ ରାଜ୍ୟରେ ଅଭାବ ଆହା ଧୀର ମନେ ଶୁଣୁଥିବୁ ତୁ ହି ଆଚ ଚଳ ଧାରା ତୋ ରାଜ୍ୟରେ ଗୋଟିଏ ରତ୍ନ ସବୁ ରତ୍ନ ଅଛି ହେଲେ ଗୋଟିଏ ରତ୍ନ କାଇଁ ଦେଖୁଛେ ତ ସେ ରତ୍ନ ନାହିଁ ଆଉ ସବୁ ରତ୍ନ ଅଛି କେଉଁ ରତ୍ନ ମୋ ରାଜ୍ୟରେ ପୁଣି କେଉଁ ରତ୍ନ କୋଉ ରତ୍ନ କେଉଁ ରତ୍ନ ଅଛି ମୁଁ ଆପଣଙ୍କୁ ପ୍ରଣାମ ହେଉଛି କୁହନ୍ତୁ କେଉଁ ରତ୍ନ ଭାବ ଆଚ୍ଛା ମୁଣ୍ଡିଆ ମାରିବ ନାରଦ ତ କଳିମଣି ଛାଡିଛନ୍ତି କୋଉ ରତ୍ନଟା ଅଭାବ ଆଜ୍ଞା କହିଦେଲେ କଲେ ତୋ ରାଜ୍ୟରେ ନାରୀ ରତ୍ନ ଅଭାବ ଆହା ନାରୀ ରତ୍ନ ପୂର୍ଣ୍ଣ କରିବା ସୁର ଦଶା ତୋ ରାଜ୍ୟରେ ଗୋଟିଏ ରତ୍ନ ଅଭାବ ସେ ହଉଛି ନାରୀ ରତ୍ନ ଦେବଜ୍ୟୋତି ମୋ ରାଜ୍ୟରେ ନାରୀ ରତ୍ନ ଭାବ ମୋ ସ୍ତ୍ରୀ ବୃନ୍ଦା ସେ ହେଉଛି ନାରୀ ରତ୍ନ ନାହିଁ ନାହିଁ ବୃନ୍ଦାବତୀ ନାରୀ ରତ୍ନ ନାହିଁ ନାହିଁ ଆଜ୍ଞା ତାହେଲେ ମୋ ଭଉଣୀ ଲକ୍ଷ୍ମୀ ନା ନାରୀ ରତ୍ନ ନୁହେଁ ଦେବଜ୍ୟୋତି ମୋ ସ୍ତ୍ରୀ ନୁହେଁ କି ଭଉଣୀ ନୁହେଁ ତାହେଲେ ସେ ନାରୀ ରତ୍ନ କିଏ ଆଜ୍ଞା ଲକ୍ଷ୍ମୀ ନାରୀ ରତ୍ନ ମୋ ମା ମାନେ ପୁରାଣ ଶୁଣୁଥା ନାରୀ ରତ୍ନ କିଏ ସତ୍ୟରେ ଜଣେ ନାରୀ ରତ୍ନ ସତ୍ୟରେ ଜଣେ ତ୍ରେତୟାରେ ଜଣେ ଦ୍ୱାପରରେ ଜଣେ କଳିରେ କିଏ ମୋ ସ୍ତ୍ରୀ ରତ୍ନ ସିଏ ନାରୀ ରତ୍ନ ଆଉ ଦେଖିନ କେମିତି ଗଡେଇ ଗଡେଇ କଥା ଟିକେ ନଉଛୁ କହିଲା ମୋ ସ୍ତ୍ରୀ ନାଇଁ ଆଜ୍ଞା ସତ୍ୟରେ କିଏ ଜଣେ ନା ମୋ ମା ମାନେ ତ୍ରେତୟାରେ କିଏ ନାରୀ ରତ୍ନ ଜଣେ ସତ୍ୟରେ କିଏ ଆଜି କହିଲେ ନାରଦ କହିଲେ ହେ ରାଜା ଜଳନ୍ଧର ଟିକେ ଶୁଣେ ତୋ ସ୍ତ୍ରୀ ବୃନ୍ଦାବତୀ ନାରୀ ରତ୍ନ ନୁହେଁ ତୋ ଭଉଣୀ ଲକ୍ଷ୍ମୀ ନାରୀ ରତ୍ନ ନୁହେଁ ନାରୀ ରତ୍ନ ଜଣେ ତାକୁ ଆଣିପାରିବୁ ଇ ଦତ୍ତରାଜ ଆପଣ ଆଦେଶ ଦେଲା ମାନେ ସାଙ୍ଗେ ସାଙ୍ଗେ କଲେ ଏ ହିମାଳୟଙ୍କର ଚେମା ନାମ ତା ପାର୍ବତୀ ଆହା
ନାରୀ ରତ୍ନ ଜଣେ କିଏ? ସେ ହଉଛନ୍ତି ହଁ। ହିମାଳୟଙ୍କର ଝିଅ ଆଚ୍ଛା। ମହାଦେବଙ୍କର ପତ୍ନୀ ପାର୍ବତୀ। ଆଜ୍ଞା ପାର୍ବତୀ ଲୋ ମା ସେ ହଉଛନ୍ତି ନାରୀ ରତ୍ନ। ତାକୁ ଯଦି ତୋ ରାଜ୍ୟକୁ ଆଣିଦବୁ ଦେବଦତ୍ତୀ ତାହେଲେ ତୋ ରାଜ୍ୟ ସ୍ୱର୍ଗପୁର ଠାରୁ ବଢି ପାର୍ବତୀ ଅମର କଟକ ଠାରୁ ବଢିଯିବ। ଦେବଦତ୍ତୀ ପାର୍ବତୀ ହଉଛି ନାରୀ ରତ୍ନ। ଆଚ୍ଛା କହିପାରିବେ ଦେବଦତ୍ତୀ ବର୍ତ୍ତମାନ ସେ ନାରୀ ରତ୍ନ ଥିବ କେଉଁଠି କେଉଁ ଜାଗାରେ କୁହନ୍ତୁ? ହିମାଳୟରେ ଆଚ୍ଛା ହିମାଳୟରେ ଅଛନ୍ତି ଶିବ ଶଙ୍କର ଅଛନ୍ତି ଆଚ୍ଛା କୈଳାସ ପର୍ବତରେ ବାସ କରିଛନ୍ତି ପାର୍ବତୀ। ତୁ ତାଙ୍କୁ ନେଇ ଆସିପାରିବୁ ଯିବି ଆଣିପାରିବୁ ଆଣିପାରିବି। ତାହେଲେ ଯା। ପ୍ରଣାମ ହଉଛି ଆପଣଙ୍କୁ। ଆଜ୍ଞା ଏତିକି କହନ୍ତେ ଆଜି ଜଳନ୍ଧର ବାହାରିଲା ଯାଉଛି ଯିବି ପାର୍ବତୀକି ନେଇ ଆସିବି। ନାରୀ ରତ୍ନ ପାର୍ବତୀଙ୍କୁ ଆଣିବା ପାଇଁ ଆଜି ଯାଉଛି। କଲେ ଏ କ୍ଷିପ୍ର ବେଗ ଜଳ ଧର ଆହା କୈଳାସ ପର୍ବତ ଯାଇ କଇ ହାଜର ହୋଇ ଯାଇ କୈଳାସ ପର୍ବତରେ ପହଞ୍ଚିଗଲା। ଗଲା ବେଳକୁ ଆଜ୍ଞା ଗୁମ୍ଫାରେ ଅଛନ୍ତି ମା ପାର୍ବତୀ। ଶିବ ନାହିଁ ଶିବ ଯାଇଛନ୍ତି ଯୋଗରେ ଧ୍ୟାନ ହୋଇଛନ୍ତି ଧ୍ୟାନ ଯୋଗରେ। ହେ ମୋର ପଣ୍ଡିତ ବର ଆଜି ଦେଖନ୍ତୁ ଯାଇ ପହଞ୍ଚିଗଲା ଦେଖିଦେଲା ମା ପାର୍ବତୀ ଦିବ୍ୟ ସୁନ୍ଦରୀ ମା ପାର୍ବତୀ ପାର୍ବତୀ ଦେବଦତ୍ତୀ କହିବାଟା ଠିକ। ଇତି ସୁନ୍ଦରୀ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ମୁଁ ଦେଖିଛି ହେଲେ ଏମିତିକା ସୁନ୍ଦରୀ ଦେଖିନି। ଚୁଲବୁଲି ହେଇଛି ବାରମ୍ବାର ମୁଁ କହିବା ଭିତରେ ମା ବୋଲି କହୁଛୁ। କିଏ ଗାଁର ମା କିଏ ଗାଁର ପୁଅ ଏଇ ଜଳନ୍ଧର ଆସିଛି ମାନେ ସହଜେ କେ ଫେରିବନି ଖୁମ୍ପି ହବେ। ଆରେ ଭଲରେ ଭଲରେ ଗଲି ଦେଖି ପାରୁଛୁ ଜଳନ୍ଧର ଥଣ୍ଟ ଥଣ୍ଟରି ତତେ ରକ୍ତାକ୍ତ କରିଦବ ବେ। ହସୁଛ ମୁଁ କଣ ହଉଛି ସିଏ ହସୁଛନ୍ତି ନା ଥଣ୍ଟ ଦେଖିନୁ ମୁଁ ଆଗରେ ଠିଆ ହଉ ଦେଖୁ ଜଳଧର ଥଣ୍ଟ ଖୁମ୍ପି ଆଉ କଥାଟା ହଉଛି ନା ଥଣ୍ଟ କଣ କହୁଛି କୋଉଥିରେ ଖୁମ୍ପନ୍ତି ଥଣ୍ଟ ନାଇଁ ସୁନ୍ଦରୀ କିଏ ତୁ ନେଇଯିବ ହଁ ଗର୍ଜନ କଲେ ପାର୍ବତୀ ପଳେଇବେ। ଜଳନ୍ଧର ଜଳ ଭିତରୁ ବାହାରିଛି ପ୍ରତ୍ୟେକ ଭାଷା ଜଳନ୍ଧରକୁ ଜଣାଅଛି। ପାର୍ବତୀ ହଉଛି କେଉଁଠାରେ ଜାଣିପାରିଛି ମୁଁ ହିମାଳୟ କନ୍ୟା ଉତ୍ତର ପ୍ରଦେଶ ଶୁଣେଇନା ବୋଧେ ହିନ୍ଦୀ ହିନ୍ଦୀରେ ଡାକିଲେ ଆସିବ ଦେଖି 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 ସୁନ୍ଦରୀ ଶୀଘ୍ର ଡାକ। ଚା ପିଅନ୍ତୁ ସେ ଭିତରେ ସୁନ୍ଦରୀ ସୁନ୍ଦରୀ ଆଲି ସୁନ୍ଦରୀ ଆଲି ऐसा गुमान करो ना सुंदरी वाली ऐसा गुमान करो ना सुंदरी वाली ऐसा गुमान करो ना जुल्म जितना मुश्किल वाला ना ऐसा ऐसा गुमान करो सुंदरी वाली ऐसा गुमान करो ना सुंदरी वाली ऐसा ସୁନ୍ଦରୀ କହିଲା ଉତ୍ତର ପ୍ରଦେଶର ପାର୍ବତୀ ହିମାଳୟରୁ ହିନ୍ଦୀ ଶୁଣିଲେ ନାଇଁ ଇଏ ହଉଛି ତେଲୁଗୁ ହିରୋଇନ
पार्वती तेलुगु हीरोइन तेलुगु पते सुनिबा ताले तेलुगु भाषा रे डाकिले हां सुनिबे सुनिबा ना निश्चित देखी 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 ये कामिनी चाले जादू नके नके काला पादू कामिनी चाले जादू नके नके काला पादू फनी कोन एटा को भाषा ये तेलुगु ये कामिनी चाले जादू नके नके काला पादू तीन सब कर दो के काला काया काया ये कामिनी चाले जादू नके नके काला पादू कामिनी चाले जादू नके नके काला पादू तीन सब कर दो के काला काया काया ऐसा ऐसा चाहा गोडी करछन हेले ये सब समान कर दो आउ रोलर दरकार ना अच्छा सुनिले नहीं हिंदी रे डाकिलु सुनले नहीं तेलुगु रे डाकिलु सुनले नहीं आउ कोथर अछि तू डाक ये जलंधर छड़ी वाला नो आरबी भाषा रे देखी का देखि पदे रावे रावे चिंता दाना निकु निकु करछे गुमा रावे रावे चिंता दाना निकु निकु करछे गुमा इतकी अलमे इतकी दाना ऐसा ऐसा गुमान तुम्हारी वाली ऐसा गुमान करना तुम्हारी वाली ऐसा गुमान करना ना ना काई खाउछ गमे नहीं पार्वती तो सुनिले पळौ छुके आरबी भाषा सुनले नहीं आउ कोन अछि ना एति तो ओडिया कम ओरति जो ओडिया ओडिया डाकिले सुनिबे सुने देखि देखि ओडिया रे आसो आसो प्राण सखी मोटारे सुदया रखी आसो आसो प्राण सखी मोटारे सुदया रखी बिंधे कंठ सरबते आउ तू नहीं करना ऐसा ऐसा गुमान करना सुंदरी वाली ऐसा गुमान करना सुंदरी वाली ऐसा गुमान करना आरे काई धद उछुम कमु तो तबे उछुम होला त उछुम भांगिया लोक मु जाद वर्तमान जलंधर को अवस्था रे अछि जानि परछ तो ओडिया सुनले नहीं आउ कोन अछि ना आ ये छी नहीं कोन नहीं भलो भाषा आउट अछि तो मैं स्टाइल रे लुगा पिन साड़ी साड़ी हां बंगाली बंगला बंगला जणा अछि पति के जलंधर कोन बंगला जानछि हमरा बानी सुनी छिलो कुलो कुंभ तय किलो कोन हला अरे कोन पानी देबो पानी हां पड़े हाथ धरु तो की कार हाथ धरे जाने तो सी समयटा मु सेया बेली भाबिली हाथटा मोर धरदला परे मु जाइली पळे जाइछि मु ऊपर को आपण साइड आ आ हमरो बानी सुनी छिलो कुलो कुंभ तय किलो सुनी छिलो कुलो कुंभ तय किलो वीर बहादुर बच पत कन्हैया मिले ना ऐसा ऐसा जलंधर कहिला बोला हे पार्वती वाड़ी आपनकर कार्तिक मासर पुराण कार्तिक मासर कथा तुलसी विवाह कथा मो मामांक पई आज तिथि रे मु पुराण करे काहे पढ़ाई छ सुंदरी ओई एड़े कतरा सीता एड़े कतरा वाड़ पड़ी छु आज्ञा दौड़ी दौड़ी चाली गले पार्वती शिवंक निकट महादेवंक निकट महादेव जोगरे अछंती सेई जोग जाय डाकी देले कहले प्रभु रक्षा कर जलंधर आसीछि मोर सतीत्व नेस मोर सतीत्व को नष्ट कर दब दया करी आपण टिके आसन मो दुख टिके सुडो जेते बेले डाकी देइछंती आज देव देव महादेव डाकी दउछंती जोगरे बसिछंती शिव पार्वती डाकुछंती शीघ्र हे देवा दे
अधम श्री चरणे करे वंदना आ, 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 हे शिव तुम्हें मंगलमय मंगल तुम सारजना हे शिव तुम्हें मंगलमय मंगल हे जटा जूटा सद्गुरु मम हे जटा जूटा महादेव हे जटा जूटा सद्गुरु मम श्री चरणे करे वंदना हे शिव तुम्हें मंगलमय मंगल तुम हे योगेश्वर हे माया संसार मुक्तिर मागे प्रेरणा अंधार माया अंधार माया मजीवन अंधार भास्कर तुम करुणा हे शिव तुम्हें मंगलमय मंगल तुम ଯେତେବେଳେ ଶିବଙ୍କୁ ଡାକି ଦେଇଛନ୍ତି ପାର୍ବତୀ ଯୋଗରେ ବସିଥିଲେ ଚାହିଁଲେ କଣ ହେଲା ପାର୍ବତୀ ନା ହେଇଠି ଆସିଛ ଜଳନ୍ଧର ଡାକିଦେଲେ ଶିବ କହିଲେ ଜଳନ୍ଧର ଜଳନ୍ଧର ମତେ ଚିହ୍ନିଛୁ कल देव देव महादेव से त्रिशूल धारी शिर छदन करी मोह शिर छदन करी चूड़ दंड धारी ସେ ତୋର ମା ପାର୍ବତୀ ମୁଁ ତୋର ବାପା ତୁ ମାକୁ ନେଇଯିବୁ ତୋ ରାଜ୍ୟକୁ ମାରିଦେବି ତତେ ମାରିବି ଲାଗିଲା ଯୁଦ୍ଧ ଯେତେବେଳେ ଯୁଦ୍ଧ ଚାଲିଛି कल घबा घंटा युद्ध चलिला हे महादेव रहिबा महावीर जलधर हे आहान छाड़िला कहिबा ଲାଗିଲା ଯୁଦ୍ଧ ଶିବଙ୍କ ସହିତ ଜଳନ୍ଧର ଯୁଗ ପରେ ବର୍ଷ ଯୁଗ ପରେ ଯୁଗ ଯାଉଛି ଯୁଦ୍ଧରେ କେହି ହାରୁନାହାନ୍ତି କେହି ଯିଏ ହାରିବ ସେ ମରିବ ଆଜ୍ଞା ଜଳନ୍ଧର ଯଦି ହାରିବ ଜଳନ୍ଧର ମରିବ ଶିବ ହାରିଲେ ଶିବ ମରିବେ ମୃତ୍ୟୁଞ୍ଜୟ ସେଥିପାଇଁ ହାରିବେ ତାହେଲେ ଜଳନ୍ଧର ହାରିବା କଥା କାହିଁକି ହାରିଲା ଶିବଙ୍କ ସହିତ ଜଳନ୍ଧରର ଯୁଦ୍ଧ ଜଳନ୍ଧର ହାରିଲାନି କାହିଁକି ସମାନ
କାହିଁକି ନ ହାରିବାର କାରଣ ସ୍ତ୍ରୀ ସ୍ତ୍ରୀ ବଳରେ ବଳିଆ। ସ୍ତ୍ରୀ କିଏ? ବୃନ୍ଦାବତୀ। ବୃନ୍ଦାବତୀ ଯୋଗୁ ଜଳନ୍ଧର ହେଇଛି ବଳବାନ। ବେଣୁ ତୁ କା ଯୋଗୁ ବଳବାନ? ଜାଣିଲି। ସ୍ତ୍ରୀ ଯୋଗୁ ମୁଁ ପାଲା ଗାଉଛି ନା ନହେଲେ କଣ ଯାଇଥାନ୍ତି? ବନ୍ଦ କରିଥାନ୍ତିନି 2 ବର୍ଷ ହେଲା। ସତରେ ଆପଣ ମାନେ ସ୍ତ୍ରୀ ଯୋଗୁ ସମସ୍ତେ ମୁଁ ସ୍ତ୍ରୀ ଯୋଗୁ ବଳବାନ। କୋଉ ସ୍ତ୍ରୀ? ପତିବ୍ରତା। ଯାହା ପୁରରେ ପତିବ୍ରତା ନାରୀ ଥିବ ସେ ନିଶ୍ଚିତ ତା ସ୍ୱାମୀ କି ବଞ୍ଚେଇ ଦବ। ସତୀ ନାରୀ ସ୍ୱାମୀ କି କେବେ ହେଲେ ହରେଇ ଦବ ନାହିଁ। ଆଜି ଦେଖନ୍ତୁ ଲାଗିଛି ହାରିଲା ଭିତର ଆପଣ ଯେତେବେଳେ ହାରିଲାନି ପଡିଲା ଆତଙ୍କ। ଦେବତା ମାନଙ୍କ ନିକଟରେ ଆତଙ୍କ ହାରୁ ଜଳନ୍ଧର ମରିବନି। ତାହେଲେ କଣ କରିବା? ଡାକିଲେ ନାରଦ। ନାରଦ କହିଲେ ମରିବ ଯେ ଜଣେ ଯଦି ଉପାୟ କରିବ। ସେ କିଏ? ନା ନାରାୟଣ। ଭଗବାନଙ୍କୁ ପ୍ରାର୍ଥନା କଲେ, କହିଲେ ହେ ପ୍ରଭୁ ଆପଣ ଯଦି ତା ସ୍ତ୍ରୀ ବୃନ୍ଦାବତୀର ପତିବ୍ରତା ସତୀତ୍ୱକୁ ଟିକେ ହରଣ କରିଦେବେ ତାହେଲେ ମରିଯିବ। କିଏ ହରଣ କରିବ? ନାରାୟଣ କହିଲେ ମୁଁ ପତିବ୍ରତା ତାର ନଷ୍ଟ କରିଦେବି। କେମିତି? ନା ରୂପ ହେଇଯିବି ଜଳନ୍ଧର। ଜଳନ୍ଧର ସହିତ ଚାଲିଛି ଯୁଦ୍ଧ କୈଳାସରେ। ଯୁଦ୍ଧ ଚାଲିଛି ଆଜ୍ଞା ଜଳନ୍ଧର ସହିତ ଶିବଙ୍କର। ଇଏଡେ ଜଳନ୍ଧର ରୂପ ହେଇଗଲେ ନାରାୟଣ। କଲେ ବଡ ମାୟାବୀ ମାୟାଧର ମାୟା ରୂପ ହେଇଗଲେ। ମାୟାରେ ଜଳନ୍ଧର ହେଇଗଲେ। ଜଳନ୍ଧର ହୋଇ ଯାଇ ବୃନ୍ଦାବତୀ ନିକଟରେ ଏକାକିନୀ ଅଛି ବୃନ୍ଦାବତୀ ସିନ୍ଧୁ ଦେଶ। ସ୍ୱାମୀ ଯାଇଛି କୈଳାସରେ ଯୁଦ୍ଧ ଚାଲିଛି ଶିବଙ୍କ ସହିତ। ଏଣେ ମନ ଦୁଃଖରେ ବସିଛି ବୃନ୍ଦାବତୀ। ମୋ ସ୍ୱାମୀ ଗଲେଣି ଅନେକ ଦିନ ହେଲା ଆସୁନା। ମୁଁ କେମିତି ସେବା କଣ କରିବି? ଖାଲି ଠାକୁରଙ୍କୁ ଡାକୁଛି ହେ ଠାକୁରେ ମୋ ସ୍ୱାମୀକୁ ଦୀର୍ଘ ଜୀବନ କର। ହେ ଠାକୁରେ ମୋ ସ୍ୱାମୀକୁ ବଳବାନ ବଳ ଦିଅ। ଏଣେ ନାରାୟଣ ଜଳନ୍ଧର ବେଶରେ ପହଞ୍ଚିଗଲେ। କେମିତି ମାୟା ଆଜ୍ଞା ଦେଖନ୍ତୁ। ଆଜି ବୃନ୍ଦାବତୀ ପାଖରେ ପହଞ୍ଚିଛନ୍ତି। ବୃନ୍ଦାବତୀ ବସିଛି ମନ ଦୁଃଖରେ। ଡାକିଦେଲେ ନାରାୟଣ। କହିଲେ ବୃନ୍ଦା ସ୍ୱାମୀ ଆପଣ ପୁରା ଯୁଦ୍ଧକୁ ଯାଇଥିଲେ, ଚାଲି ଆସିଲେ କଣ? ଚିହ୍ନି ପାରିଲାନି। କହିଲେ ସ୍ୱାମୀ ଆପଣ ଯୁଦ୍ଧକୁ ଯାଇଥିଲେ ପରା, ଫେରି ଆସିଛନ୍ତି କଣ? ହେ ବୃନ୍ଦା ଯୁଦ୍ଧକୁ ଯାଇଥିଲି। ଯାଇଥିଲି ଯେ ତମର ମନ କଥା ମୋ ପାଖରେ ପହଞ୍ଚିଲା। ତମର ମୁଖ ଲାବଣ୍ୟ ମୋ ମନ ସପଟରେ ନାଚି ଉଠିଲା। ସେଇଥିପାଇଁ ଚାଲି ଆସିଲି। ତୁମ ସହିତ ଟିକେ ମିଶିଯିବି ତାପରେ ଯୁଦ୍ଧ ଯିବି। ନାରାୟଣ ଜଳନ୍ଧର ବେଶରେ ବାରମ୍ବାର କହୁଛି ବୃନ୍ଦାବତୀ ହେ ସ୍ୱାମୀ ତମେ ପରା ଯାଇଥିଲ ଯୁଦ୍ଧକୁ, ଫେରି ଆସିଛ। ନାରାୟଣ ଯାଇଥିଲେ ଯୁଦ୍ଧକୁ? ଯାଇଥିଲେ? କହିଲେ ହଁ ଯାଇଥିଲି ଯେ ଫେରି ଆସିଛି। ଗୋଟିଏ ପଦ ମିଛ। ଆମେ କାହିଁ ମିଛ କହିବୁ? ପୁରାଣ ନାରାୟଣ ନିଜେ ସେଇଠାରେ ଗୋଟିଏ ପଦ ସତ୍ୟ ସନ୍ଧରାମ ସତ୍ୟର କଥା ସତ୍ୟ ସନ୍ଧରାମ ତାପରେ କୃଷ୍ଣ ସେ ଥରେ କେତେ ମିଛୁଆ ଦେଖିକି ଆମେ ଘରେ ଘରେ ମିଛୁଆ ଆମେ ବିଲକୁଲ ସତ କହୁନୁ, ସବୁ ମିଛ। ମିଛ କହିବେ ଚଳିବ। 6ଟା ଜାଗାରେ ଆପଣ ମିଛ କହିବେ ପାପ ଚଳିବ। ଆଜି ନାରାୟଣଙ୍କୁ କୋଉ କୋଉ 6ଟା ଜାଗାରେ ମିଛ କହିବେ ଆପଣ ସେଥିରେ ଚଳିବ। ଆପଣଙ୍କୁ କହିବି ଏ କଥା ମଧ୍ୟ କହିବି। ମୁଁ ଆପଣଙ୍କୁ କହିବି 6ଟି ଜାଗାରେ ମିଛ କହିବେ। ଆଜି ନାରାୟଣ ମିଛ କହିଲେ ଯେ କାହା ପାଇଁ? ନା ପ୍ରାଣ ସମ୍ପଦ। କୋଉ କୋଉ ଜାଗାରେ ମିଛ କହିବେ? কলে স্ত্রী সোনার বে বিবাহে চাহা বৃত্তার্থে প্রাণ সংকটে
गो ब्राह्मणेभ्य हिंसार्थायः अनृत जुगुप्सा चित्त ସାର୍ କୋଉ ଜାଗାରେ ମିଛ କହିବେ ଆପଣ ମାନେ ମନେ ରଖିଥିବେ। ପାପ ନାହିଁ ସ୍ତ୍ରୀ ସ୍ୱର୍ଣ୍ଣମ ସ୍ତ୍ରୀ ପାଖରେ ମିଛ କହିବେ। ସ୍ତ୍ରୀ ପାଖରେ ମିଛ କହିଲେ ପାପ। କୋଉ ସ୍ତ୍ରୀ ପାଖରେ କେମିତି ମିଛ ନା ପରିହାସରେ। ସ୍ତ୍ରୀ ପାଖରେ ପରିହାସରେ ମିଛ କହିବେ। ପରିହାସ ଛଳରେ ମିଛ କହିଲେ ସେଇଟା ପାପ।